ଆମ ବିଦ୍ୟାଳୟ ଏକ ନିରାପଦ ପରିଷ୍କାର ଏବଂ ଜେଣ୍ଡର ଇନକ୍ଲୁସିଭ୍ ପରିବେଶ ଯୋଗାଇବାକୁ ସମର୍ପିତ। ଆମେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଆମର ପୃଥକ କାର୍ଯ୍ୟକ୍ଷମ ଓ ସ୍ୱଚ୍ଛ ଶୌଚାଳୟ ସୁବିଧା ପ୍ରଦର୍ଶନ କରିଛୁ। ଆମର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଉତ୍ସର୍ଗୀକୃତ ଶୌଚାଳୟ ବ୍ଲକ ସୃଷ୍ଟି କରିଛୁ। ସ୍ୱଚ୍ଛତା ବଜାୟ ରଖିବା ପାଇଁ କ୍ରମାଗତ ଜଳ ଯୋଗାଣର ବ୍ୟବସ୍ଥା ରହିଛି। ଏହା ହେଉଛି ଆମର ବାଳିକା ଟଏଲେଟ୍। ଆମେ ଏହାକୁ ବ୍ୟବହାର କରୁ। ଏହା ସବୁବେଳେ ପରିଷ୍କାର ରହେ। ଭିତରେ ଆମ ବ୍ୟବହାର ପାଇଁ ଗାମୁଛା ଓ ଷ୍ଟାଣ୍ଡ ରହିଛି। ଯେଉଁଠି ଆମ ପୋଷାକ ରଖୁ। ବାଲ୍ଟି, ମଗ୍, ହ୍ୟାଣ୍ଡ ୱାଶ, ଫିନାଇଲ ବ୍ୟବହାର କରୁ। ଆମ କମିଟି ମେମ୍ବର ଓ ଶିକ୍ଷକମାନେ ନିୟମିତ ଏହାକୁ ସଫାସୁତୁରା ରଖିଥାନ୍ତି। ଫଳରେ ଆମ ସ୍ୱଚ୍ଛ ପରିଷ୍କାର ରୁହେ ଓ ଆମ ସ୍ୱାସ୍ଥ୍ୟ ରକ୍ଷା ହୁଏ। ଆମର ଟଏଲେଟ୍ ପାଇଁ ଗୋଟିଏ ସ୍ୱତନ୍ତ୍ର ଟାଙ୍କିର ବ୍ୟବସ୍ଥା ଅଛି। ତେଣୁ ଆମେ ଆମ ଟଏଲେଟ୍ରେ ପ୍ରଚୁର ପାଣି ବ୍ୟବହାର କରିଥାଉ। ଏହା ହେଉଛି ଆମର ବାଳକ ଟଏଲେଟ୍। ଆମେ ଏହାକୁ ବ୍ୟବହାର କରୁ ଏବଂ ଏହା ସବୁବେଳେ ପରିଷ୍କାର ରହେ। ଭିତରେ ଏଠି ଗାମୁଛା ଷ୍ଟାଣ୍ଡ ଅଛି। ଏଠି ଆମେ ସାର୍ଟ ପ୍ୟାଣ୍ଟ ରଖି ଗାମୁଛା ପିନ୍ଧି ଏବଂ ଟଏଲେଟ୍ ବ୍ୟବହାର କରୁ। ଏଠି ବାଲ୍ଟି ଅଛି, ମଗ ଅଛି ଏବଂ ଟ୍ୟାପ୍ ଅଛି। ଏଠି ପାଣି ଆଣନ୍ତି କାରଣ ଏହା ପାଇଁ ସ୍ୱତନ୍ତ୍ର ଟାଙ୍କି ରହିଛି। ଏଠି ଫିନାଇଲ ଏବଂ ହ୍ୟାଣ୍ଡ ୱାଶ ସବୁ ରହିଛି। ଏହା ଦ୍ୱାରା ଆମେ ସମସ୍ତେ ପରିଷ୍କାର ରହୁ। ଏହାକୁ ଆମ ସ୍କୁଲ କମିଟି ମେମ୍ବର ଏବଂ ସାର୍ ଟିଚର ମାନେ ମିଶିକି ଏହାକୁ ସଫା କରନ୍ତି। ବେଳେବେଳେ ଆମେ ବି ସାହାଯ୍ୟ କରିଥାଉ ଏବଂ ଆମେ ସବୁବେଳେ ପରିଷ୍କାର ଏବଂ ସୁସ୍ଥ ରହିଥାଉ। ଏହା ଆମର ଅନ୍ୟ ଗୋଟିଏ ବାଳିକା ଟଏଲେଟ୍। ଏହାକୁ ଆମର କମିଟି ମେମ୍ବର ମାନେ ଏବଂ ଶିକ୍ଷକ ମାନେ ନିୟମିତ ସଫା କରୁ। ଏହା ଆମ ବାଳିକା ୟୁରିନାଲ। ଏହା ସଦାବେଳେ ସଫାସୁତୁରା ରହେ। ଏହାକୁ ଆମେ ବ୍ୟବହାର କରୁ। ବାଳିକା ୟୁରିନାଲ ମଧ୍ୟରେ ଏକ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ରହିଛି। ଏହାକୁ ସାନିଟାରୀ ନାପକିନ୍ ନଷ୍ଟ କରିବା ଉଦ୍ଦେଶ୍ୟରେ ବ୍ୟବହାର କରିଥାନ୍ତି ସ୍କୁଲର ବାଳିକାମାନେ। ବନ୍ଦ କରି ଏହା ହେଉଛି ଆମର ପରିଚାଳନା କମିଟିର ସଦସ୍ୟମାନେ ଏବଂ ଶିକ୍ଷକମାନେ ଉପଯୁକ୍ତ ବାୟୁ ଚଳାଚଳ, ସାବୁନ ଓ ଫିନାଇଲ ଚାଲୁଥିବା ପାଣିର ଉପଲବ୍ଧତାକୁ ନିଶ୍ଚିତ କରାଇ ସ୍ୱଚ୍ଛତା ବୃଦ୍ଧି ଓ ରୋଗକୁ ରୋକିବା ପାଇଁ କାର୍ଯ୍ୟ କରିଥାନ୍ତି। ଛାତ୍ରଛାତ୍ରୀମାନେ ବିଶେଷ କରି ଝିଅମାନେ କୌଣସି ଅସୁବିଧା ବିନା ସେମାନଙ୍କ ଶିକ୍ଷା ଉପରେ ଧ୍ୟାନ ଦେବା ଆମେ ନିଶ୍ଚିତ କରୁ। ଆମ ବାଳକ ୟୁନିଟ୍ରେ 4ଟି ୟୁନିଟ୍ ଅଛି। ଦେଖିବେ ଆମେ 4ଟି ୟୁନିଟ୍ରେ ଆମେ 4 ଜଣ ବ୍ୟବହାର କରିପାରିବୁ। ଏଗୁଡ଼ିକ ହେଉଛି ଆମର ଟଏଲେଟ୍। ଆମର ଡ୍ରେନେଜ ସିଷ୍ଟମ ଏଇଭଳି ଆମର ଡ୍ରେନେଜ ସିଷ୍ଟମ କରାଯାଇଛି।